ମୁଁ ଶ୍ରୀ ସୁବନ କୁମାର ନାୟକ, ଅବକାରୀ ଅଧୀକ୍ଷକ ବରଗଡ଼। ଆମର ବର୍ତ୍ତମାନ ଚରା ମଦ, ବିଷାକ୍ତ ମଦ ତଥା ଅପମିଶ୍ରିତ ମଦଠୁ ଲୋକମାନେ କିପରି ଦୂରେଇ ରହିବେ ଏବଂ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ମଦକୁ ସେମାନେ କଞ୍ଜମ କରିବେ, ଯାହାଫଳରେ ଲୋକଙ୍କର ଦେହ ପ୍ରତି କିଛି କ୍ଷତି ମାନେ ହାନିକାରକ ନ ପହଞ୍ଚିବା ଦରକାର। ତାହାର ବାର୍ତ୍ତା ନେଇ ଆମେ ମେ 31 ତାରିଖଠୁ ନ ଟୋବାକୋ ଡେ ଦିନଠୁ ଆମେ ବର୍ତ୍ତମାନ ଆରମ୍ଭ କରିଛୁ। এটা ମୋର ଦୀର୍ଘ 1 ମାସ ବ୍ୟାପୀ ଜୁନ୍ 26 ତାରିଖରେ ଆମର ସମାପ୍ତ ହେବାକୁ ଯାଉଛି। ଆଜି ବର୍ତ୍ତମାନ ଯେଉଁ ସଚେତନତା ଯେଉଁ ରଥ ବର୍ତ୍ତମାନ ମାନ୍ୟବର କଲେକ୍ଟର ବରଡ଼ଙ୍କ ଦ୍ୱାରା ବର୍ତ୍ତମାନ ଉଦ୍ଘାଟନ ହେଲା। ଏହା ଦୀର୍ଘ 1 ମାସ ବ୍ୟାପୀ ଚାଲିବ। ଆଉ 1 ମାସ ମଧ୍ୟରେ ଆମେ ଟୋଟାଲ ବରଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକ ସହିତ ପ୍ରତ୍ୟେକ ପଞ୍ଚାୟତ ଏବଂ ପ୍ରତ୍ୟେକ ଗାଁ ମଧ୍ୟ ଆମେ କଭର କରିବୁ। ଆଉ ସଚେତନତା ବାର୍ତ୍ତା ଦେବୁ ଯେ ପ୍ରତ୍ୟେକ ଲୋକମାନେ ଯେମିତି ଆମର ବର୍ତ୍ତମାନ ସମାଜରେ ପ୍ରସ୍ତୁତ ହେଉଥିବା ଅପମିଶ୍ରଣ, ଚରା ମଦ ତଥା ବିଷାକ୍ତ ମଦଠୁ କେବେ ଦୂରେଇ ରହିବେ ଏବଂ ନିଜର ସ୍ୱାସ୍ଥ୍ୟ ପ୍ରତି ଯେଉଁ ଯତ୍ନ ନେବେ ଏବଂ ଜୀବନ ହାନିକାରକଠୁ ସେମାନେ ରକ୍ଷା ପାଇପାରିବେ, ତାର ବାର୍ତ୍ତା ନେଇ ଆମେ ବର୍ତ୍ତମାନ ଦୀର୍ଘ 1 ମାସ ବ୍ୟାପୀ ଆମର ସଚେତନତା ରଥ ବର୍ତ୍ତମାନ ଘରେ ଘରେ ପ୍ରତ୍ୟେକ ଗାଁରେ ସମସ୍ତଙ୍କ ପାଖରେ ଆମେ ବାର୍ତ୍ତା ପହଞ୍ଚିବୁ। ଯେନ୍ ମାନେ ମଦ କନଜ୍ୟୁମ କରିଛନ୍ ସେମାନେ କେନ୍ତା ଜାଣିବେ ଯେ କେନ୍ତା ଅସଲି କେନ୍ତା ନକଲି ବୋଲି? ନାଇଁ ବର୍ତ୍ତମାନ ଆମର ଯାହା ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ଅଲରେଡ଼ି ଲେଖା ହେଉଛି ବା ଅଛି ବି, ମାନେ ସେଇ ସ୍ୱୀକୃତିପ୍ରାପ୍ତ ଦୋକାନଠୁ ବା ମଦ ଦୋକାନଠୁ ଛାଡ଼ି ଅନ୍ୟ ଯେକୌଣସି ଜାଗାରେ ଦେହ ପ୍ରତି ହାନିକାରକ ହେବାର ସମ୍ଭାବନା ଅଛି।